ଆଜ୍ଞା ରାଗ ରୁଷା ମାନ ଅଭିମାନ କାହାର ବା ନଥାଏ। ମଣିଷ ମାତ୍ରକେ ଭଲ ପାଇବା ଯେତିକି ବି ଅଛି ସେତିକି ରାଗ ରୁଷା ବି ଅଛି। କଥା ଯଦି ରାଗ ରୁଷା ମାନ ଅଭିମାନରେ ଥାଏ ତାହେଲେ କିଛି ମାତ୍ରାରେ ସେସବୁ ଯାଇ ଆସୁଥାଏ। କିନ୍ତୁ ରାଗ ନଥାଏ ଯଦି ଘୃଣା ଆସିଯାଏ ମନରେ, ତାହେଲେ ବିଶ୍ୱାସ କରନ୍ତୁ ଦୁନିଆରେ ଏମିତି କୌଣସି ଶକ୍ତି ବି ନାହିଁ ଯାହା ଘୃଣାକୁ ପ୍ରେମରେ ପରିବର୍ତ୍ତନ କରିବ। ହଁ, ଅବଶ୍ୟ ଯଦି ଗୋଟେ ମଣିଷ ରାଗିକି ଅଛି ତାହେଲେ ପ୍ରେମରେ ସେ ରାଗକୁ ଆମେ ବୁଝେଇ ଦେଇପାରିବା, ତାକୁ ଶାନ୍ତ କରିଦେଇପାରିବା। କିନ୍ତୁ ଘୃଣା ଯଦି ଥରେ ମନ ଭିତରେ ଆସିଯାଏ ନା, ବିଶ୍ୱାସ କରନ୍ତୁ ଘୃଣାକୁ କେବେ ବି ପ୍ରେମରେ ପରିବର୍ତ୍ତନ ହିଁ କରିପାରିବେନି। ଆରେ ଯଦି ଗୋଟେ ମଣିଷ ଘୃଣା କରେ ନା, ତାହେଲେ ଆଖି ଆଗରେ ଯଦି ସେ ମଣିଷ ମରି ବି ଯାଏ ତାହେଲେ ତାକୁ କିଛି ଫରକ ପଡ଼ିବନି। ତାହେଲେ ଚାଲନ୍ତୁ ଫ୍ରେଣ୍ଡସ୍, ସେ ଘୃଣାକୁ ନେଇ ଆଜି ମୁଁ ଆପଣମାନଙ୍କୁ ଗୋଟିଏ ସୁନ୍ଦର କବିତାଟି ପଢ଼ି ଶୁଣେଇବି। କିନ୍ତୁ ହଁ ସାଙ୍ଗମାନେ, ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ବି ଦବାଇ ଦିଅନ୍ତୁ, ଯାହାଫଳରେ ମୋ ଚ୍ୟାନେଲରେ ଆସୁଥିବା କାହାଣୀ କବିତା ଆପଣମାନେ ଶୁଣିପାରିବେ। ତ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ଘୃଣାକୁ ନେଇ ଗୋଟିଏ ସୁନ୍ଦର କବିତାଟି। ମନେ ଯଦି ଥରେ ଘୃଣା ଆସିଯାଏ, ଲିଭେ ନାହିଁ କେବେ ସିଏ। ଅଶାନ୍ତିର ବହ୍ନି ହୁତୁ ହୁତୁ ଜଳେ ଜୀବନକୁ ଜାଳି ଦିଏ। ଭଲ ପାଇବାର ସବୁ ସମ୍ପର୍କକୁ କ୍ଷଣିକରେ ଭାଙ୍ଗି ଦିଏ। ଆଖିର ଆଗରେ ଶତ୍ରୁର ପ୍ରାଚୀର ମୁଣ୍ଡ ଟେକି ଠିଆ ହୁଏ। ଭଲ ପାଇବାରୁ ଧୋକା ହେଇଥାଏ, ପ୍ରତାରଣା ସୃଷ୍ଟି ହୁଏ। ସେଇ ପ୍ରତାରଣା ଏମିତି ଗୋଟିଏ ମନେ ଘୃଣା ଭରିଦିଏ। ସେଇ ଘୃଣା ଅଟେ ଏମିତିକା ରୋଗ, ନା ଔଷଧ ଭଲ ହୁଏ, ଭିତରେ ଭିତରେ କୁହୁଳି କୁହୁଳି ସମ୍ପର୍କଟା ଜାଳି ଦିଏ। ଘୃଣାର ଭାବନା ମନରେ ରହିଲେ ଦୂରତାଟି ବଢ଼ିଯାଏ। ଉପରେ ସିନା ସେ କଥା ହଉଥାଏ, ବିରକ୍ତିଟା ଆସିଯାଏ। କଥା ନହେବାର ବିଭିନ୍ନ ବାହାନା ଆଳସେ ଦେଖେଇଥାଏ। କେତେ ଘୃଣା ଅଛି ମନରେ ତାହାର, ଏଥିରୁ ଯେ ବୁଝାଯାଏ। ଯେତେ ବି ପୁରୁଣା ସମ୍ପର୍କଟା ହଉ, ଏଇ ଘୃଣା ଭାଙ୍ଗିଦିଏ। ଥରେ ସେ ସମ୍ପର୍କ ଭାଙ୍ଗିଯାଏ ଯଦି, ନା ସେ ଆଉ ଯୋଡ଼ି ହୁଏ। ପୂର୍ବ ପରି ଆଉ ସେ ସ୍ନେହ ମମତା ନା ହୃଦୟରୁ ଆସିଥାଏ। ଯେତେ ଚେଷ୍ଟା କଲେ ସେଇ ଦୁଇ ମନ ନା ଏକାଠି କେବେ ହୁଏ। ଘୃଣାର ଭାବନା କରେ ଆନମନା, ପାଦଟି ଦୂରକୁ ଯାଏ। କଥା ହେବା ପାଇଁ ମନରେ ତାହାର ନା ଆଗ୍ରହ ଆସୁଥାଏ। ଏମିତି କିଛି ତ କେହି କରେ ନାହିଁ, ଘୃଣା କରୁଥିବ କିଏ। ବିଦ୍ରୂପ କରିବା କଥା କହୁଥିବ, ଆଙ୍ଗୁଠି ଦେଖେଇ ସିଏ। ଅଢ଼େଇ ଦିନିଆ ଏଇ ତ ଜୀବନ, ନା ସ୍ଥାୟିତ୍ୱ ଏଠି ଥାଏ। ମରିଗଲା ପରେ ଏଇ ଦୁନିଆରୁ କିଏ କ'ଣ ନେଇଯାଏ। ବେଳେ ବେଳେ ମନ ସନ୍ଦେହ ଘେରରେ ଘୃଣା ଭାବ ଭରିଦିଏ। ଯା ପଛେ ସତ୍ୟତା କିଛି ବି ନଥାଏ, ମନଟା କୋହଳୁଥାଏ। ନା କହିପାରେ ନା ସହିପାରେ ସିଏ, ଗୁମୁରି ଗୁମୁରି ସେ କାନ୍ଦୁଥାଏ। ଭିତରେ ଭିତରେ ରହି ସେ ଶେଷରେ ଭୟଙ୍କର ରୂପ ନିଏ। ପ୍ରତିଶୋଧ ନେବା ପାଇଁ ମନ ତାର ସଂକଳ୍ପ ବଦ୍ଧ ଯେ ହୁଏ। ସତ୍ୟତା ଜାଣିବାକୁ ତାହାର ସବୁ କିଛି ସରିଯାଏ। ସରଳ ନିରୀହ ମନେ ଘୃଣା ଭାବ ଦିଅ ନାହିଁ କେବେ କିଏ। ନା ସହିପାରିବ ନା ବଞ୍ଚିପାରିବ। ଭଲ ପାଏ
ପରା ସିଏ ସବୁ ସମ୍ପର୍କକୁ ଜାଳି ପୋଡ଼ି ଦେଇ ପାଉଁଶ କରେ ସିଏ। ଘୃଣା ଭାବ ମାନେ ସ୍ଥାନ ଦିଅ ନାହିଁ, କାହାର ହୁଏ ନା ଇଏ। ଫ୍ରେଣ୍ଡସ୍, କବିତାଟା ତ ଆପଣମାନେ ଶୁଣିଲେ। ଏଇ କବିତା ସ୍ପେଶିଆଲ ଘୃଣା ଭାବକୁ ନେଇ ଆଧାରିତ ଅଟେ। ଆଚ୍ଛା ସାଙ୍ଗମାନେ, କୁହନ୍ତୁ ନା, ଆପଣମାନେ ତ ଏ କବିତାଟି ଶୁଣିଲେ, ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚୟ ମତାମତ ଦେଇଦେବେ। ତ ଫ୍ରେଣ୍ଡସ୍, ଯଦି ଆପଣମାନେ ଏମିତିକା କବିତା ଶୁଣିବାକୁ ପସନ୍ଦ କରନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ସେୟାର ମଧ୍ୟ କରିଦିଅନ୍ତୁ, ଯାହାଫଳରେ ମୋ ଚ୍ୟାନେଲରେ ଅପଲୋଡ଼ ହେଉଥିବା ନୂଆ ନୂଆ ଭିଡ଼ିଓ ଆପଣମାନେ ନୋଟିଫିକେସନ୍ ପାଇଯାଇପାରିବେ।